227 ରନ୍ର ଭାଗିଦାରୀ ଦେଲେ ବୈଭବ ଏବଂ ଅରୁଣ ଜର୍ଜି। 233 ରନ୍ରେ ଦକ୍ଷିଣ ଆଫ୍ରିକା ପରାସ୍ତ। ଯେ ହଁ ଦର୍ଶକ ବନ୍ଧୁ, 19 ବର୍ଷରୁ କମ୍ କ୍ରିକେଟରେ ଭାରତୀୟ ଦଳର ତୃତୀୟ ଯୁବ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ବ୍ୟାଟିଂ କରି 50 ଓଭରରେ 7 ୱିକେଟ୍ ହରାଇ 313 ରନ୍ ସଂଗ୍ରହ କରିଥିଲା। ଭାରତର ଉଭୟ ବିସ୍ଫୋରକ ବ୍ୟାଟର ଶତକ ହାସଲ ମଧ୍ୟ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ 74ଟି ବଲ୍ରେ 127 ରନ୍ ସଂଗ୍ରହ କରିଥିଲେ। ସାଥୀ ଖେଳାଳି ଅରୁଣ ଜର୍ଜଙ୍କ ବ୍ୟାଟ୍ରୁ ମଧ୍ୟ 118 ରନ୍ର ଅମଳ ହୋଇଥିଲା। ସେ 106ଟି ବଲ୍ର ସାମ୍ନା କରିଥିଲେ। ତେବେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତର ପାଇଁ ଅରୁଣ ଜର୍ଜ ଏବଂ ବୈଭବ ସୂର୍ଯ୍ୟବଂଶୀ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟଙ୍କ ଉପସ୍ଥିତି ବୁଦ୍ଧି ଲଗାଇ ଧୈର୍ଯ୍ୟ ସହ ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ 227 ରନ୍ର ଭାଗିଦାରୀ କରାଇଥିଲେ। ଭାରତ ପ୍ରଥମେ ବୈଭବଙ୍କୁ ହରାଇଥିଲା। କ୍ରିଜ୍କୁ ଫେରିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ 171.62 ହାରରେ 74ଟି ବଲ୍ ସମ୍ମୁଖୀନ ହୋଇ 127 ରନ୍ ସଂଗ୍ରହ କରିଥିଲେ। ଅରୁଣ ମଧ୍ୟ 106ଟି ବଲ୍ରେ 118 ରନ୍ ସଂଗ୍ରହ କରିଥିଲେ, ଯିଏକି 16ଟି ଚୌକା ମାରିଥିଲେ। ଶେଷରେ ମହମ୍ମଦ ଇନାନ 2ଟି ଛକା ବଳରେ ଅପରାଜିତ 28 ରନ୍ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ 3ଟି ୱିକେଟ୍ ନେଇଥିଲେ ଏନ୍ତୋଡର, ଯିଏକି ବୈଭବଙ୍କୁ ମଧ୍ୟ ସ୍ୱୀକାର କରିଥିଲେ। ସେହିପରି ଜନସନ୍ ରେଲୱେକୁ 2 ୱିକେଟ୍ ନେଇଥିଲେ। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଆଗରେ 394 ରନ୍ର ଲକ୍ଷ୍ୟ ରଖିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 35 ଓଭରରେ 160 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଭାରତ ଏହି ସିରିଜ୍କୁ 3-0ରେ ବିଜୟୀ ହୋଇଛି। ଭାରତୀୟ ଦଳ ଏହି ଶୃଙ୍ଖଳାକୁ 3-0ରେ ମୂଳପୋଛା କରି ଜିତିଛି। ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ 25 ରନ୍ରେ ବିଜୟ ହାସଲ କରିଥିଲା। ଏଥିରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ ଗଜି ନଥିଲା। ସେ କେବଳ 11 ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ସେ 223.33 ହାରରେ 68 ରନ୍ କରିଥିଲେ। ମାତ୍ର 24ଟି ବଲ୍ ଖେଳି ସେ 10ଟି ଛକା ଏବଂ ଗୋଟିଏ ଚୌକା ରଥ ମାରିଥିଲେ, ଯାହାଫଳରେ ସେ ଦ୍ୱିତୀୟ ଓଡ଼ିଆରେ ମଧ୍ୟ 68 ରନ୍ର ଏକ ତୁଫାନ ଇନିଂସ ଖେଳିଥିଲେ। କିନ୍ତୁ ଲାଷ୍ଟ ଓଡ଼ିଆରେ ତାଙ୍କ ବ୍ୟାଟ୍ରୁ ପୁଣି ଏକ ଧମାକେଦାର ଶତକ ଦେଖିବାକୁ ମିଳିଲା ସାଉଥ ଆଫ୍ରିକାରେ। ଯେ ଦର୍ଶକ ବନ୍ଧୁ, ଭାରତ ଅଣ୍ଡର-19, ସାଉଥ ଆଫ୍ରିକା ଅଣ୍ଡର-19 3 ମ୍ୟାଚ୍ ବିଶିଷ୍ଟ ଓଡ଼ିଆ ସିରିଜ୍ରେ ପ୍ରଥମ 2ଟି ମ୍ୟାଚ୍ ଭାରତ ଜିତି ସାରିଥିଲା। ଲାଷ୍ଟ ତୃତୀୟ ମ୍ୟାଚ୍ରେ ମଧ୍ୟ ଭାରତ 50 ଓଭରରେ 7 ୱିକେଟ୍ରେ 313 ରନ୍ର ଏକ ବଡ଼ ଟାର୍ଗେଟ୍ ଛିଡ଼ା କରିଥିଲା, ଯାହାଫଳରେ ସାଉଥ ଆଫ୍ରିକା ଦଳ ମାତ୍ର 160 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଯାହାଫଳରେ ଭାରତ ଅଣ୍ଡର-19 ଟିମ୍ 233 ରନ୍ରେ ଲାଷ୍ଟ ମ୍ୟାଚ୍କୁ ଜିତି 3-0ରେ ସାଉଥ ଆଫ୍ରିକାକୁ ନିଜ ମାଟିରେ ହରାଇ 3-0ରେ କ୍ଲିନ୍ ସୁଇପ୍ କରିଛି ଭାରତୀୟ ଯୁବ ଦଳ। ତ ବୈଭବ ସୂର୍ଯ୍ୟବଂଶୀ ଏହି ଯୁବ ଦଳର ଅଧିନାୟକତ୍ୱ କରାଯାଇଥିଲା, ଯାହାଫଳରେ ବୈଭବ ସୂର୍ଯ୍ୟବଂଶୀ ଧମାକେଦାର ଶତକ ମଧ୍ୟ ଦେଇ ଭାରତକୁ ବିଜୟୀ କଲେ। ତ ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ ଆଉ ज़्यादाରୁ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ୍ କଣ୍ଟେଷ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ୍ ସ୍ମାଇଲ୍ ୱାର୍ଲ୍ଡ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା ହେବ କାଲି ଏମିତି ଏକ ରମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।